ହେଇଥିଲା 2011 12 ହେଇଥିଲା ପରେ ନିର୍ମାଣ ହେଲା ପରେ ଗାଁର ଲୋକମାନଙ୍କର ବହୁତ ଆଶା ଥିଲା ଆମ ଗାଁରେ ପାଣି ପାଇବେ। ବର୍ତ୍ତମାନ ବି ଡ୍ୟାମେଜ୍ ହେଇକି ନୂତନ ଗୋଟେ ଟାଙ୍କି ତିଆରି କରାହେଲା, କିନ୍ତୁ ପାଣିର ସମସ୍ୟା ଦୂର ହୋଇପାରିଲା। ଗାଁରେ ବର୍ତ୍ତମାନ ଏବେ ଷ୍ଟାମ୍ପ ପୋଷ୍ଟ ଦିଆହେଇଛି, ପ୍ରତି ଘରେ 2-3 ଥର ଦିଆହେଲା। ରାସ୍ତାଘାଟ ଭାଙ୍ଗିକି ଦିଆହେଇଯାଉଛି, ସବୁ କରାଯାଉଛି, କିନ୍ତୁ ପଇସା ଖର୍ଚ୍ଚ ହେଉଛି, କିନ୍ତୁ ଲୋକ ପାଖରେ ପାଣି ପହଞ୍ଚି ପାରୁନି। ଲୋକମାନେ ତ ନିଶ୍ଚୟ 1 କିଲୋ 1.5 କିଲୋମିଟର ଯାଇକି ସ୍ତ୍ରୀ ଲୋକମାନେ ପାଣି ସଂଗ୍ରହ କରି ନେଇକି ଆସୁଛନ୍ତି ନା, କିନ୍ତୁ ପାଣିର ସମସ୍ୟା ଦୂର ହୋଇପାରୁନି। ଦୈନିକ କହିବାକୁ ଗଲେ ଦୈନିକ ଅବସ୍ଥା ବହୁତ ଦୁଃଖ। ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି କି ମାଗଣା ହେଇଛି, କିନ୍ତୁ ପାଣି ଟାଙ୍କିର ଅବସ୍ଥା କିଛି ନାହିଁ। ଗୋଟେ କି ସାଇଡ୍ ଲୋକ ଯିବା ପାଇଁ ଭୟଭୀତ। ସୁନାବଲି ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମ ରାମକୃଷ୍ଣ ସ୍ୱାଇଁ ହେଇଥିଲା 2011 12 ହେଇଥିଲା ପରେ ନିର୍ମାଣ ହେଲା ପରେ ଗାଁର ଲୋକମାନଙ୍କର ବହୁତ ଆଶା ଥିଲା ଆମ ଗାଁରେ ପାଣି ପାଇବୁ, କିନ୍ତୁ ପାଣି ସେ ଆଶାରେ ରହିଗଲା। କିଛି ଦିନ ଚାଲିଲା, ମାସେ 2 ମାସ ଚାଲିଲା, ତାପରେ ଡ୍ୟାମେଜ୍। ବର୍ତ୍ତମାନ ବି ଡ୍ୟାମେଜ୍ ହେଇକି ନୂତନ ଗୋଟେ ଟାଙ୍କି ତିଆରି କରାହେଲା, କିନ୍ତୁ ପାଣିର ସମସ୍ୟା ଦୂର ହୋଇପାରିଲାନି। ବର୍ତ୍ତମାନ ଯେ ପାଣି ଗାଁ ଲୋକମାନଙ୍କ ପାଇଁ ପାଇପାରୁନାହାନ୍ତି, ବଞ୍ଚିତ ରହୁଛନ୍ତି। ସ୍ତ୍ରୀ ଲୋକମାନେ କିଲୋମିଟର ଲାଗି 1.5 କିଲୋମିଟର ଯାଇ ପାଣି ନେଇ ଆସୁଛନ୍ତି। ଗାଁରେ ବର୍ତ୍ତମାନ ଏବେ ବି ଷ୍ଟାମ୍ପ ପୋଷ୍ଟ ଦିଆହେଇଛି, ପ୍ରତି ଘରେ 2-3 ଥର ଦିଆହେଲାଣି। ରାସ୍ତାଘାଟ ଭାଙ୍ଗିକି ଦିଆହେଇଯାଉଛି, ସବୁ କରାଯାଉଛି, କିନ୍ତୁ ପଇସା ଖର୍ଚ୍ଚ ହେଉଛି, କିନ୍ତୁ ଲୋକ ପାଖରେ ପାଣି ପହଞ୍ଚି ପାରୁନି। ଲୋକମାନେ ତ ନିଶ୍ଚୟ 1 କିଲୋ 1.5 କିଲୋମିଟର ଯାଇକି ସ୍ତ୍ରୀ ଲୋକମାନେ ପାଣି ସଂଗ୍ରହ କରି ନେଇକି ଆସୁଛନ୍ତି ନା, କିନ୍ତୁ ପାଣିର ସମସ୍ୟା ଦୂର ହୋଇପାରୁନି। ଦୈନିକ କହିବାକୁ ଗଲେ ଦୈନିକ ଅବସ୍ଥା ବହୁତ ଦୁଃଖ। ଟାଙ୍କି ତ ନିର୍ମାଣ ସରକାରୀ ଅର୍ଥ ଖର୍ଚ୍ଚ ହୋଇଛି କି ମାଗଣା ହେଇଛି, କିନ୍ତୁ ପାଣି ଟାଙ୍କିର ଅବସ୍ଥା କିଛି ନାହିଁ। ଗୋଟେ କି ସାଇଡ୍ ଲୋକ ଯିବା ପାଇଁ ଭୟଭୀତ, ଏତେ ଦୁର୍ବଳ। ନିଶ୍ଚୟ ସରକାର ଏତେ ଟଙ୍କା ଖର୍ଚ୍ଚ କଲେ, କିନ୍ତୁ ପାଣି ଆମ ଗାଁର ଲୋକମାନେ ପାଇପାରିଲେନି, ବଞ୍ଚିତ ରହିଲେ। ସନ୍ତୋଷ ପ୍ରଧାନ ଗୁଣ୍ଠପଡ଼ା। ପାଣିର ସୁବିଧା ଆଜ୍ଞା ଆମ ଗାଁରେ କହିଲେ ମାନେ ନାଜର ବିଷୟ। ଏ ପାଣି ଟାଙ୍କି 2011ରୁ ଆଜ୍ଞା ନିର୍ମାଣ ହେଇଛି। ଓଡ଼ିଶାର ଯେତେ ପାଣି ଟାଙ୍କି ତିଆରି ହେଇଛି, ଏ ଗୁଣ୍ଠପଡ଼ା ପାଣି ଟାଙ୍କିଠୁ ହୀନ ପାଣି ଟାଙ୍କି କେଉଁଠି ବି ତିଆରି ହେଇନି। ମୁଁ ଅନୁମାନ କରିବା ଯେତିକି ଡିଷ୍ଟ୍ରିକ୍ଟ ବୁଲିବା ଭିତରେ। ଆଉ ଆ ପାଇଁ ଯେତେ ଆମେ ଅଭିଯୋଗ କରିଛୁ, ଯେ ସରପଞ୍ଚଠୁ ଆରମ୍ଭ କରିକିରି ଆମର ଯେଉଁ ଦେବରାଜ ମହାନ୍ତି MLA ଥିଲେ, ସେ ଟାଇମ୍ରେ ମଧ୍ୟ ତାକୁ ଚେଷ୍ଟା କରିଥିଲେ ପାଣି ଟାଙ୍କିଟା କିନ୍ତୁ ପାଣି ଚାଲୁ କରାଯାଉ, କିନ୍ତୁ ଆଜି ପର୍ଯ୍ୟନ୍ତ ଉଦ୍ଘାଟନ ହେଇପାରିନି କି ପାଣି ଲୋକଙ୍କୁ ମିଳିନି। ଏଇଟା ଲଜ୍ଜାର ବିଷୟ। ଦିଆହେଇଛି, ଘରକୁ ଦିଆହେଇଛି, ସୋ କରାହେଇଛି, ଖାଲି ଦାଣ୍ଡକୁ ସୁନ୍ଦର ବଉଳି ଗାଈ। ପାଣି କିଏ ଗୋଟେ ଟୋପାଟେ ପାଇନି ଆଜ୍ଞା। ପାଣି ଜାଗା ଝିଅ ପିଲାମାନେ ଯାଉଛନ୍ତି, ଯିଏ ଯାହା କଷ୍ଟରେ ଆଜ୍ଞା ଆଣୁଛନ୍ତି, ଆଉ ଯାହାର ଘରେ କୂଅ ଅଛି ସେଇ ୟୁଜ୍ କରିକି କୂଅରେ ଚଳୁଛନ୍ତି। ପାଣିଟା କେଉଁଠି ଆପଣ ଦେଖୁଛନ୍ତି କି? କିନ୍ତୁ ଆପଣ ତ ନିଜେ ଆସିଛନ୍ତି, ଦେଖିଛନ୍ତି କେଉଁ ମୁହୂର୍ତ୍ତରେ ପଡ଼ିବ, ସେ କ'ଣ ହେବ ତା ଠିକଣା ନାହିଁ ଆଜ୍ଞା। ବା କ'ଣ ଆଜ୍ଞା ତ ଦେଖୁଛନ୍ତି ଆପଣ ସେମିତି ଯେଉଁ ଅବସ୍ଥାରେ ଅଛି, ଯିଏ ଯାହା ସୁବିଧାରେ ପାଣି ପାଇଁ ଚଳୁଛନ୍ତି। ଖରାଦିନେ ଲୋକକୁ ପାଣି ମିଳିବାକୁ ନାହିଁ, କି ଗାଈ ଗୋରୁ ଜନ୍ତୁ ଜୁନ୍ତା କୌଣସି ସୁବିଧା ନାହିଁ ପାଣିର। ସାର୍ ମୋର ନାଁ ସନ୍ତୋଷ ପ୍ରଧାନ, ଗ୍ରାମ ଗୁଣ୍ଠପଡ଼ା, ପୋଷ୍ଟ ସୁନାବଲି। ସାର୍ ପାଣି ଟାଙ୍କି ଯେବେ ହେଇଥିଲା ସେତେବେଳେ ବହୁତ ଖୁସି ହେଲା କି ଗାଁକୁ ପାଣି ଆସିବ, ଆଉ ଟାଙ୍କି ବି ହେଲା, ବହୁତ ଖୁସି ଲାଗିଲା। ଟାଙ୍କି ହେଲା ପରେ ସାର୍ ଆଉ ପାଣି ନା ଆସୁଛି ଟାଙ୍କିରେ, ଆଉ ନା ଟାଙ୍କି ପୁରା ଖରାପ ହେଇକି ଅଛି ସାର୍। ସାର୍ ଆମର ଗାଁରେ ହେଉଛନ୍ତି 700 ଘର, ଆଉ ଲୋକମାନେ ବହୁତ ହଇରାଣ ହେଉଛନ୍ତି ପାଣି ପାଇବା ପାଇଁ, କିନ୍ତୁ ଟ୍ୟୁବୱେଲ୍ ଯେଉଁ ଅଛି ଟ୍ୟୁବୱେଲ୍କୁ ଯାଇକରି ପାଣି ଆଣୁଛନ୍ତି। ବହୁତ କଷ୍ଟ ହେଉଛନ୍ତି, ଯାଉଛନ୍ତି ଆଣୁଛନ୍ତି ଆଜ୍ଞା। ସାର୍ ବହୁତ କଷ୍ଟ ହୁଏ, କିନ୍ତୁ ଯିବାକୁ ବି ବାଧ୍ୟ, କାହିଁକିନା ପାଣି ପିଇଲେ ହିଁ ତ ଜୀବନ ଆମର।